প্রিয় বন্ধু, ଆମ ଜୀବନ କିପରି ହେବା ଆବଶ୍ୟକ? ଆମେ କ'ଣ କେବଳ ନିଜ ପାଇଁ ବଞ୍ଚିବା ଅବା ଅନ୍ୟ ନିମନ୍ତେ ବଞ୍ଚିବା? ଅନ୍ୟ ଶବ୍ଦରେ କହିବାକୁ ଗଲେ ଆମ ଜୀବନ ଏକ ଆତ୍ମଲାଭକାରୀ ଜୀବନ ହେବା ଆବଶ୍ୟକ। ଧାର୍ମିକ ବ୍ୟକ୍ତି ଏପରି ଫଳ ଉତ୍ପନ୍ନ କରିବ, ସେହି ଫଳ ଜୀବନଦାୟକ ବୃକ୍ଷ ଉତ୍ପନ୍ନ କରିବ। ଯେପରି କୁହାଯାଏ, ଫଳ ଦ୍ୱାରା ଗଛ ଚିହ୍ନାଯାଏ। ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମ ହୃଦୟରେ ସ୍ଥାନ ଦେଇଛୁ, ପ୍ରଭୁ ଯୀଶୁଙ୍କ ପବିତ୍ର ରକ୍ତ ଦ୍ୱାରା ଆମ ପାପ ଧୌତ ଓ ପରିଷ୍କୃତ ହୋଇଛି, ତେବେ ଆମେ ଧାର୍ମିକ ହେବା ଓ ଅନ୍ୟମାନଙ୍କୁ ଧର୍ମ ପଥରେ କଢ଼େଇ ନେବା। ସେମାନଙ୍କୁ ବିନାଶରୁ ରକ୍ଷା କରିପାରିବା ଓ ଜୀବନ ଆଡ଼କୁ କଢ଼େଇ ନେଇପାରିବା। ଆପଣ କ'ଣ ଜୀବନରେ ମଙ୍ଗଳ ପାଇବାକୁ ଚାହାନ୍ତି କି? କେବଳ ଈଶ୍ୱରଙ୍କଠାରୁ ଆସିଥାଏ। ଯେଉଁମାନେ ଦୁଷ୍ଟାଚରଣ କରନ୍ତି ସେମାନେ ହୁଏତ ଅଳ୍ପ କାଳ ପାଇଁ ବୃଦ୍ଧି ପାଇବେ, କିନ୍ତୁ ମନେ ରଖନ୍ତୁ, ସେମାନଙ୍କ ଶେଷ ଦଶା ଭୟଙ୍କର ହେବ। ଆପଣ କ'ଣ ଅନନ୍ତ ଜୀବନର ଅଧିକାରୀ ହେବାକୁ ଚାହାନ୍ତି କି? ଧାର୍ମିକତାର ପଥରେ ଚାଲନ୍ତୁ, ଯାହା ଆପଣଙ୍କୁ ଜୀବନ ଆଡ଼କୁ କଢ଼େଇ ନେଇପାରିବ। ତେଣୁ ଈଶ୍ୱର ତାଙ୍କ ପବିତ୍ର ବାକ୍ୟ ବାଇବଲରେ ଏହି କଥା କହନ୍ତି, ଧାର୍ମିକତା ରୂପ ପଥରେ ଜୀବନ ଥାଏ, ପୁଣି ତହିଁର ଗମନ ମାର୍ଗରେ ମୃତ୍ୟୁ ନଥାଏ। ଧାର୍ମିକର ଫଳ ଜୀବନଦାୟକ ବୃକ୍ଷ ଅଟେ। ପୁଣି ଯେ ଜ୍ଞାନବାନ ସେ ଆତ୍ମା ଲାଭ କରେ। ସତ୍ ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବ, ମାତ୍ର କୁକଳ୍ପନାକାରୀକୁ ସେ ଦୋଷୀ କରିବେ।